ତରକାରୀ ତାଳି ଦେଇଦେଲ। ହ୍ୟାଲୋ। ହଉ ଆଉ ସବୁ ଟିକେ ଆଜ୍ଞା ପାଖରେ ବାଇବଲ ଅଛି ଆଉ ଯେସାୟା ପୁସ୍ତକ ସମସ୍ତେ ଖୋଲିବା ଏଜାୟା ଯେସାୟା ପୁସ୍ତକ ଶୁଭୁଛି ତ ସମସ୍ତଙ୍କୁ? ହଁ ସବୁ ଆଉ ଯେସାୟା ପୁସ୍ତକ ଆମେ 1 ରୁ ଆଉ 2 ରୁ ସମସ୍ତେ ଟିକେ ଆଜି ଟିକେ ବାଇବଲ ଖୋଲନ୍ତୁ। 2 ରୁ ମୁଁ 10 ପର୍ଯ୍ୟନ୍ତ ପଢିବି। ମୁଁ ପଢିବି, ସମସ୍ତେ ଧ୍ୟାନର ସହିତ ଶୁଣନ୍ତୁ। ହେ ଆକାଶ ମଣ୍ଡଳ ଶୁଣ, ହେ ପୃଥିବୀ କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି ଆମ୍ଭେ ସନ୍ତାନ ଗଣକୁ ପ୍ରତିପାଳନ ଓ ଭରଣ ପୋଷଣ କରୁଅଛୁ, ମାତ୍ର ସେମାନେ ଆମର ବିଦ୍ରାଚରଣ କରୁଅଛନ୍ତି। ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଧ ବି ଆପଣା କର୍ତ୍ତାର କୁଣ୍ଢକୁ ଚିହ୍ନେ, ମାତ୍ର ଇସ୍ରାଏଲ ଜାଣେ ନାହିଁ। ଆମର ଲୋକମାନେ ବିବେଚନା କରନ୍ତି ନାହିଁ। ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀ ଗଣ ବଂଶ, ଭ୍ରଷ୍ଟାଚାରୀ ସନ୍ତାନ ଗଣ, ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି। ସେମାନେ ଇସ୍ରାଏଲର ଧର୍ମ ସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି। ତୁମମାନେ ଅଧିକ ଅଧିକ ବିଦ୍ରାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ? ମସ୍ତକ ଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି। ପାଦର ତଳିପାଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ୱାସ୍ଥ୍ୟ ନାହିଁ, କେବଳ କ୍ଷତ ଓ ଦାଗ, ପୂଜପୂର୍ଣ୍ଣ ଘା, ସେସବୁ ଟିପାକି ବନ୍ଧା ଯାଏ ନାହିଁ, କେବଳ ତଳ ଦ୍ୱାରା କୋମଳ କରାଯାଏ ନାହିଁ। ତୁମାନଙ୍କର ଦେଶ ଧ୍ୱଂସ ସ୍ଥାନ, ତୁମାନଙ୍କର ନଗର ସବୁ ଅଗ୍ନିରେ ଦଗ୍ଧ, ତୁମାନଙ୍କର ଭୂମି ବିଦେଶୀ ମାନେ ତୁମାନଙ୍କ ସାକ୍ଷାତ ଗ୍ରାସ କରନ୍ତି। ତା ବିଦେଶୀ ମାନଙ୍କ ଦ୍ୱାରା ବିନଷ୍ଟ ହେବା ତୁଲ୍ୟ ଧ୍ୱଂସ ସ୍ଥାନ ହୋଇଅଛି। ପୁଣି ସିଓନର କନ୍ୟା ଦ୍ରାକ୍ଷକ୍ଷେତ୍ର କୁଟୀର, କାକୁଡି କ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି। ସୈନ୍ୟାଧିପତି ସଦାପ୍ରଭୁ ଆମମାନଙ୍କ ପାଇଁ ଅଳ୍ପ ଲୋକ ଅବଶିଷ୍ଟ ରଖିନଥିଲେ, ଆମେ ସଦୋମାର ତୁଲ୍ୟ ହୋଇଥାନ୍ତୁ, ଆମେ ହୋମରାର ତୁଲ୍ୟ ହୋଇଥାନ୍ତୁ। ହେ ସଦୋମର ଶାସନକର୍ତ୍ତା ମାନେ, ସଦାପ୍ରଭୁଙ୍କ ବାକ୍ୟ ଶୁଣ। ହେ ହୋମରର ଲୋକମାନେ, ତୁମାନେ ଆମମାନଙ୍କୁ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର। ପ୍ରାର୍ଥନା କରିବା। ପ୍ରଭୁ, ତୁମର ବ୍ୟବସ୍ଥା ସ୍ନେହକାରୀ ମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି। ଆମର ଅନ୍ତଃକରଣ ଧ୍ୟାନ, ଆମର ମୁଖର ବାକ୍ୟ ତୁମ ଦୁଃଶୁଗ୍ରାହ। ପ୍ରାର୍ଥନା କରୁଛି ଏବେ ତୁମର ସ୍ପର ଶୁଣିବା ପାଇଁ ସାହାଯ୍ୟ କର, ବୁଝିବା ପାଇଁ ଶକ୍ତି ଦିଅ। ତୁମେ କଥାକୁ ଆଉ ଶୁଣୁ। ଧନ୍ୟବାଦ ଦେଇ ପ୍ରଭୁ ଯୀଶୁଙ୍କ ନାମ ମାଗିଲୁ, ଆମେନ। ଆଉ ଦେଖୁଛୁ, ଆମେ କୋରୋନା ହେଇଥିଲା ଆଉ ଜୁମ ମିଟିଂ ଆରମ୍ଭ କରୁଥିଲୁ କୋରୋନା ଟାଇମରେ, କାରଣ ଚର୍ଚ୍ଚକୁ ଯାଇ ପାରୁନଥିଲୁ ଆଉ ସବୁ ଶବ୍ଦ ଥିଲା ବା ଭୟଙ୍କର ପରିସ୍ଥିତି ଆସିଥିଲା ଆମ ପୃଥିବୀକୁ। ବିଭିନ୍ନ ଜାଗା ମାନଙ୍କରେ କୋଉ ଘରକୁ କିଏ ଯାଇ ପାରୁନଥିଲୁ, କେତେ ଭୟରେ, କେତେ ଡିପ୍ରେସନ, କେତେ ଷ୍ଟ୍ରେସରେ ଲୋକମାନେ ବଞ୍ଚୁଥିଲୁ ଆମେ। ଆଉ ତାପରେ ହିଁ ଏ ଜୁମ ମିଟିଂ ଷ୍ଟାର୍ଟ ହେଲା। ଆଉ ପ୍ରଭୁ ଆମେ ପ୍ରାର୍ଥନା କଲୁ, ଆମ ପ୍ରାର୍ଥନା ଶୁଣି ସେ ମହାନ କାର୍ଯ୍ୟ କଲି, କୋରୋନା ଆଉ ସେ ଚାଲିଗଲା। ଏବେ ଆମେ ଆରାମରେ ଚର୍ଚ୍ଚ ଯାଇପାରୁଛୁ, ପ୍ରାର୍ଥନା କରିପାରୁଛୁ, ସବୁ ଏବେ ନର୍ମାଲ ହେଇଯାଇଛି। କିନ୍ତୁ ମୋ ମା, ଭଉଣୀ, ମୋ ବାପା ମାନେ, ଏବେ ଗୋଟେ ଭୟଙ୍କର ଭାଇରସ ଆସିଛି। ଏମିତି ଭାଇରସ ଯେ ଏତେ ଡେଞ୍ଜର ଭାଇରସ, ଆଉ ସେ ଭାଇରସ ଭିତରେ ଯେ ପଶିଲା ତାକୁ ଆଉ ରକ୍ଷା ନାହିଁ। ଆଉ ସେ
ଭାଇର ସ୍ୱର ନାଁ ହଉଛି, ମୁଁ ପଢୁଛି ଦୟାପୂର୍ବକ ମନୋଯୋଗ କରି ଶୁଣିବେ। ଜିକ୍ଷରେ 7:12। ହଁ, ସେମାନେ ଯେପରି ବ୍ୟବସ୍ଥା ଓ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଆତ୍ମା ଦ୍ୱାରା ପୂର୍ବ କାଳର ଭବିଷ୍ୟତ ବକ୍ତାଗଣର ହସ୍ତରେ ଯେଉଁ ଯେଉଁ ବାକ୍ୟ କହି ପଠାଇଲେ ତାହା ଯେପରି ନ ଶୁଣିବେ, ଏଥିପାଇଁ ସେମାନେ ଆପଣା ଆପଣା ଅନ୍ତଃକରଣ ହୀରକ ପ୍ରସ୍ତର ତୁଲ୍ୟ କଠିନ କଲେ। ଏଥି ସକାଶେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ମହାକୋପ ଉପସ୍ଥିତ ହେଲା। ଆଉ ଆଜି ମଣିଷ ହୀରକ ପ୍ରସ୍ତର ତୁଲ୍ୟ ହେଇଯାଇଛି। ମୁଁ 10-15 ବର୍ଷ ତଳେ ମୋ ମା ମାନେ, ମୋ ବାପା ମାନେ, ମୋ ଅଜା ମାନେ ଯୋଉ ପ୍ରକାର ପ୍ରାର୍ଥନା କରୁଥିଲେ, ଯୋଉ ପ୍ରକାର ସେବା କରୁଥିଲେ, ଆଜି ଆଉ କାହିଁ? ଦେଖ, ରୋମିଓ 12:11 ଲେଖା ଅଛି, ଉଦ୍ଯୋଗରେ ଶିଥିଳ ହୁଅ ନାହିଁ, ଆତ୍ମାରେ ଉତ୍ତପ୍ତ ହୁଅ, ପ୍ରଭୁଙ୍କ ସେବା କର। ଆଜି ଆଉ ସେ ଉଦ୍ଯୋଗୀ ନାହିଁ, ପୁରା ଡ୍ରାଏ, ପଥର ଭଳିଆ ଯୋଉ ଏରିଆକୁ ଯାଅ। ଆଉ ଏ ଭାଇରସରୁ ବଞ୍ଚିବାଟା ବଡ କଷ୍ଟ। ଏ ଶିଥିଳତା ଜୀବନ ଆଉ କାମ କରିବନି। ତେଣୁକରି ହିଁ ଯିଶାୟ ଏଇଟା ଲେଖିଛନ୍ତି, ଯିଶାୟ ଆମ ଶିଶୁ ଏମିତି ଆସିବ ପରିସ୍ଥିତି, ଲୋକମାନେ ପୁରା ଶିଥିଳ ହେଇଯିବେ, ଲୋକମାନେ ପ୍ରାର୍ଥନା କରିବାକୁ ଇଚ୍ଛା କରିବେନି, ଲୋକମାନେ ବାଇବଲ ପଢିବାକୁ ଇଚ୍ଛା କରିବେନି, ଖାଲି ନର୍ମାଲ ହିଁ ଚର୍ଚ୍ଚ ଯିବେ, ନର୍ମାଲ ହିଁ ପ୍ରାର୍ଥନା କରିବେ। ତେଣୁକରି ସେ ଭୁଲ ପାଇଁ ବୋଲିକି ମୁଁ ପଢୁଥିଲି ଯିଶାୟ ପୁସ୍ତକ 1:7, ତୁମମାନଙ୍କ ଦେଶ ଧ୍ୱଂସ ସ୍ଥାନ, ତୁମମାନଙ୍କର ନଗର ସବୁ ଅଗ୍ନିର ଦଗ୍ଧ, ତୁମମାନଙ୍କର ଭୂମି ବିଦେଶୀ ମାନଙ୍କ ମାନେ ତୁମମାନଙ୍କୁ ସାକ୍ଷାତ ଗ୍ରାସ କରନ୍ତି, ତା ବିଦେଶୀ ମାନଙ୍କ ଦ୍ୱାରା ବିନଷ୍ଟ ହେବା ତୁଲ୍ୟ ଧ୍ୱଂସ ସ୍ଥାନ ହୋଇଛି। ଆମ ଦେଖନ୍ତୁ ଚାରିଆଡେ ଯୋଉ ପ୍ରକାର ଆଗେ ହେଲେ ଆଗ ଲୋକମାନେ ନ ଖାଇକି ଭୋକ ଉପାସ ପାଇଁ ମରି ଯାଉଥିଲେ, କିନ୍ତୁ ଏବେ ଚିନି ବେମାର, ଗୁଡ ବେମାର, ଚାରୁ ବେମାର, ଡାଲି ବେମାର ଆସିଛି। ଦେଖ, ଏବେ ଖାଇକି ବେମାର। ଆଗ ଲୋକମାନେ ଗାଁରେ, ପଲ୍ଲୀ ଲୋକମାନେ, ଅଶିକ୍ଷିତ ଲୋକମାନେ ମଦ ପିଉଥିଲେ, ଅନ୍ୟ କାମ କରୁଥିଲେ, ଡିପ୍ରେସନରେ ରହୁଥିଲେ। କିନ୍ତୁ ଏବେ ଲୋକମାନେ ମଦ ପିଅନ୍ତି, ବେଶୀ ଶିକ୍ଷିତ ମାନେ, ବେଶୀ ଅଫିସର ମାନେ, ଏଜୁକେଟେଡ ଲୋକମାନେ, ଆଉ ଭଲ ପାଠ ପଢିବା ପିଲାମାନେ ହିଁ ସୁଇସାଇଡ ହଉଛନ୍ତି ଆଜିକାଲି, କିରୋସିନ ଢାଳି ହଉଛନ୍ତି ଉପରେ। ଆଗେ ଗରିବ ଲୋକମାନେ, ଅଶିକ୍ଷିତ ଲୋକମାନେ କିରୋସିନ ଢାଳି ହଉଥିଲେ, କିନ୍ତୁ ଆଜି ଟିଭି ଦେଖନ୍ତୁ କି ପରିସ୍ଥିତି ପଳା ଆସିଛି ଦେଖନ୍ତୁ। ତେଣୁକରି ଯିଶାୟ କହୁଛନ୍ତି, 4 ପଢୁଛି, ଯିଶାୟ 1:4, ହେ ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରତସ୍ଥ ଲୋକ, ଦୁଷ୍କର୍ମକାରୀ ଗଣ ବଂଶ, ଭ୍ରଷ୍ଟାଚାରୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲ ଧର୍ମ ସ୍ୱରୂପ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ଚାଲି ଯାଇଛନ୍ତି। 5 ପଡୁଛି, ତୁମାନେ ଅଧିକ ଅଧିକ ବିଦ୍ୟାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ? ମସ୍ତକ ଯାକ ପୀଡିତ, ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି। ଆଜି ସ୍ପିରିଚୁଆଲ ଏତେ ତଳକୁ ଖସି ଯାଇଛୁ, ନା କ୍ୱାକା ନାମଧାରୀ ଖ୍ରୀଷ୍ଟିଆନ ସବୁ, ନା ଟିକେ ଚର୍ଚ୍ଚ ଯାଉଛୁ, ପ୍ରାର୍ଥନା କରୁଛୁ। କାହିଁ ଆଉ 10 ବର୍ଷ 15 ବର୍ଷ ତଳେ ଯୋଉ ପ୍ରକାର ଉଦ୍ଦୀପନା ଥିଲା ଆଜି ଆଉ ଦେଖାଯାଉନି। ଆଗେ ଲୋକମାନେ ହରିଣୀ ଯେମିତି ଜଳସ୍ରୋତ ପାଇଁ ଧକାଏ, ସେମିତି ହେଇକି ପ୍ରାର୍ଥନା ପାଇଁ ଆଗ୍ରହ, ବାକ୍ୟ ଶୁଣିବା ପାଇଁ ଆଗ୍ରହ। ମୁଁ ଏବେ ସେ କଟପାଡ଼ ବ୍ଲକ କୁ ଯାଇକି ଆସିଲି, କୋଷାଗଣ ବ୍ଲକ କୁ। ଏବେ ଗୋଟେ ବେଲପୁଟି ବୋଲି ଗୋଟେ ଗାଁ ଅଛି, ଗୋଟେ ଟବା ହରିଜନ ବୋଲି, ସେ ଗର୍ଭବତୀ ଅବସ୍ଥାରେ ଥିଲା।
ଆଉ ସେ ବେଲପୁଟରେ ଜଣେ ହିଁ ଖ୍ରୀଷ୍ଟିଆନ। ସେ ଶାଶୁ ଘରକୁ ଆସି ପ୍ରଭୁଙ୍କୁ ଗ୍ରହଣ କଲା। ତା ସ୍ୱାମୀ ପ୍ରଭୁଙ୍କୁ ଜାଣିତେ ଶାଶୁ ଘରେ, ଆଉ ସେ ଡେଲିଭରି ପାଇଁ ଯାଇଛି ତା ମା ଘରକୁ ବେଲପୁଟ। ମୁଁ ତାଙ୍କ ଗାଁକୁ ଗଲି, ସେ ଗାଁରେ ଆମେ ଚର୍ଚ୍ଚ ପ୍ଲାନିଂ କରିଛୁ। ଆଉ ମତେ ଦେଖିଲା ମାତ୍ରେ ତା ସ୍ୱାମୀ ସେ ଗୁଡୁ ହରିଜନ ତା ସ୍ତ୍ରୀକୁ ଫୋନ କରିଦେଲା, ଆଉ 5ଟା ଆଜ୍ଞା ପରା ଆଜି ଆସିଛନ୍ତି। ସେତିକି ଫୋନରେ କହିଲା, ବାଇବଲ ଲେଖା ଅଛି ତାଙ୍କ ରବରରେ ହରଣୀ ମାନେ ପ୍ରସବ କରନ୍ତି, ସାଙ୍ଗେ ସାଙ୍ଗେ ଡେଲିଭରି ହେଇଗଲା। ହାଲେଲୁୟା। କାହିଁ ସେ ଆଗ୍ରହ ଆଜିକାଲି ବାକି ଶୁଣିବା ପାଇଁ କାହିଁ ଆଗ୍ରହ? ତେଣୁକରି ମୁଁ ଜୁମ୍ ମିଟିଂକୁ ଆସୁନି, ଆଉ ସେ ଆଗ୍ରହ ନଥିବାର। ଆଗ ଲୋକ ପଛ, ପଛ ଲୋକ ଆଗ। ମୁଁ ଯାଇଥିଲି ଗୋଟେ ଗାଁକୁ, ଗୋଟେ କଣ ପରଶୁରାମ ଭତ୍ରା, ସେ ଏରିଆର ବହୁତ ବଡ ଲିଡର, କୋଟିପତି। ଆଉ ସେ ମତେ ମିଶିଲା ରୋଡରେ, ଆଉ 5ଟା ଆଜ୍ଞା ନମସ୍କାର। ଆଜ୍ଞା ଆମ ଗାଁରେ ଯୋଉ ଗୋଟେ ଚର୍ଚ୍ଚ ଅଛି ସେ ହରିଜନ ସାହିରେ, ଆଜ୍ଞା ସେମାନଙ୍କୁ ଜମିବାଡି କିଛି ନା ଆଜ୍ଞା, କିଛି ନା ଆଜ୍ଞା। ଆଉ ଏବେ ପ୍ରଭୁଙ୍କୁ ସେମାନେ ଗ୍ରହଣ କଲେ, ଯୀଶୁଙ୍କୁ ଗ୍ରହଣ କଲେ। ଆଜ୍ଞା ସେ ଚର୍ଚ୍ଚ ଲୋକମାନେ କଣ ଆଜ୍ଞା, ତାଙ୍କର ଏତେ ସୁନ୍ଦର ବ୍ୟବହାର ଆଜ୍ଞା। ଦେଖ ଗୋଟେ RSS ଲିଡର ଏ ଚର୍ଚ୍ଚର କଥା କହୁଛି, କିନ୍ତୁ ଟେଷ୍ଟିମନି ଦଉଛି। ଦେଖନ୍ତୁ, ମତେ ନିଜେ କହୁଛି ପାଷ୍ଟରକୁ, ଆଜ୍ଞା ସେମାନଙ୍କର କିଛି ନା ଆଜ୍ଞା। କିନ୍ତୁ ସେ ସାହି ଭିତରେ ମୁଁ ଥରେ, ମୋ ସ୍ତ୍ରୀ ମତେ ଛାଡିକି ପଳେଇଲା, ମୁଁ ବହୁତ ଅଶାନ୍ତି ହେଇଗଲି। କେତେ ଠାକୁର ମାନଙ୍କ ପାଖକୁ ଗଲି, କିଛି ହେଲାନି ଆଜ୍ଞା। ମୁଁ ଭାବିଲି ସେ ହରିଜନ ସାହି ଟିକେ ଯିବି, ସେ ଖ୍ରୀଷ୍ଟିଆନ ସାହି। ଆଉ ସେ ସାହିକୁ ଗଲେ କେଜାଣି ପ୍ରଭୁ, ଦେଖନ୍ତୁ ସେ ପୁଣି ତା ସାହିକୁ ଗଲା, ସେ ସାହିରେ ଖାଲି ବୁଲିକି ଆସିଲା। ଏ ସାହିର ଅଗ୍ନି ଦେଖନ୍ତୁ, ରିଭାଇଭଲ ଦେଖନ୍ତୁ। ଖ୍ରୀଷ୍ଟିଆନ ସାହି ଖାଲି ନା ଧରଲେ ହେବ କି? ଏଇଟା ମିଶନ କମ୍ପାଉଣ୍ଡ, ଶାନ୍ତିନଗର, ଆଶୀର୍ବାଦ, ଖାଲି ନାଁରେ ଆକା। ସେ RSS ଲିଡର ସେ କହୁଛି ମତେ, ଆଜ୍ଞା କଣ ଆଜ୍ଞା ଏତେ ପାୱାର ସେ ସାହିର, ଏତେ ଶକ୍ତି। ଆଜ୍ଞା ସେ ସାହିରେ ବୁଲିକି ଆସିଲି ଘରକୁ, ମୋ ସ୍ତ୍ରୀ ମୋ ଘରକୁ ପଳେଇ ଆସିଲା। ହାଲେଲୁୟା। ମୋ ସ୍ତ୍ରୀ ମୋ ଘରକୁ, ଆଉ ମୋ କେସ୍ କଟା ହେଇଗଲା ଆଜ୍ଞା। ଖାଲି ସେ ସାହିରେ ବୁଲିକି ଆସିଲି ବୋଲେ, କେତେ ପ୍ରେୟରଫୁଲ ଲୋକମାନେ ସେ ସାହିରେ ରହୁଛନ୍ତି ଦେଖ, କେତେ ପବିତ୍ର ଲୋକମାନେ ରହୁଛନ୍ତି ଦେଖନ୍ତୁ। ସେ ଟେଷ୍ଟିମନି ଅଛି କି ଦାମନଯୋଡ଼ିରେ, ସେ ଟେଷ୍ଟିମନି ଅଛି ପାଳାଖଣ୍ଡିରେ। ତେଣୁକରି ବିଜାତି ମାନେ ତର୍ଜନ, ତାଙ୍କ ହାତରେ ସବୁ ପଳେଇ ଯାଇଛି। ମିଡିଆ ତାଙ୍କ ହାତରେ, କୋର୍ଟ କଚେରୀ ତାଙ୍କ ହାତରେ, ସୋସାଇଟି ତାଙ୍କ ହାତରେ, ପୁଲିସ ଡିପାର୍ଟମେଣ୍ଟ ତାଙ୍କ ହାତରେ। କଣ ପାଇଁ? ଆମେ ୱିକନେସ ଅଛୁ, ଆମେ ଦୁର୍ବଳ ଅଛୁ, ଆଗ୍ରହ ନାହିଁ ଆମର। ନିନିବି ନଗର ପରି ଆମେ ପ୍ରାର୍ଥନା କରୁନୁ, ଦାନିଏଲ ଭଳିଆ ପ୍ରାର୍ଥନା କରୁନୁ ଆମେ। ହିରୋକ ପ୍ରସ୍ତର ସୁରି ହେଇଯାଇଛି ଆମ ଜୀବନ। ଦେଖନ୍ତୁ ଯିଶାୟ କହୁଛନ୍ତି 1-2, ହେ ଆକାଶ ମଣ୍ଡଳ ଶୁଣ, ହେ ପୃଥିବୀ କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହି ଅଛନ୍ତି, ଆମେ ସନ୍ତାନ ଗୁଣକୁ ପ୍ରତିପୋଷଣ ଭରଣ ପୋଷ କରୁଛୁ, ମାତ୍ର ସେମାନେ ଆମର ବିଧାଚରଣ କରୁଅଛନ୍ତି ଆକାଶ ମଣ୍ଡଳକୁ। କାହିଁକି ବୋଲେ ଗୀତ ସଂହିତା 19:1 ଲେଖା ଅଛି, ଆକାଶ ମଣ୍ଡଳ ପ୍ରଭୁଙ୍କର ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାଙ୍କର ପ୍ରଶଂସା କରେ, ସବୁ ସୃଷ୍ଟି ତାଙ୍କର ପ୍ରଶଂସା କରେ। ସେ ସ୍ୱର୍ଗରୁ ରକ୍ଷଣ ଯୁଗ, କିନ୍ତୁ ଆଜି ନାହିଁ ଆଉ ସେ ପ୍ରଶଂସା। ଏମାନେ ମୁଖରେ ଆମର ସମାଦର କରନ୍ତି, ଏମାନଙ୍କର ହୃଦୟ ବହୁତ ଦୂରରେ ଅଛି। ତେଣୁକରି ଏ ଆକାଶ ମଣ୍ଡଳ ଶୁଣ, 1-3, ଗୋରୁ ଆପଣା ଖାଉନ୍ଦକୁ, ଗର୍ଧ ବି ଆପଣା କର୍ତ୍ତାର କୁଣ୍ଢକୁ ଚିହ୍ନେ, ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମର ଲୋକମାନେ ବିବେଚନା କରନ୍ତି ନାହିଁ। କେତେ ଦୁଃଖର କଥା ଦେଖନ୍ତୁ। ତେଣୁକରି ସେ ଭାଇରସ ରୁ ବାହାରିବା ଆମେ। ସେ ଭାଇରସ ରେ ଯିଏ ପଶିଲା, ମତେ 12 ବର୍ଷରେ ବୋନ ଟିଭି ହେଇଯାଇଥିଲା, ମରିଯିବା କଥା।
କିନ୍ତୁ ପ୍ରଭୁ ମତେ ରକ୍ଷା କଲେ। ତାପରେ 25 ବର୍ଷରେ କ୍ୟାନ୍ସର ହେଇଯାଇଥିଲା। ସେ ମାରାତ୍ମକ ରୋଗରୁ ମଧ୍ୟ ପ୍ରଭୁ ରକ୍ଷା କଲେ। ତାପରେ ଦିଦିଙ୍କୁ ଆଣିଲା ପରେ ଆଉ 6 ମାସ ହେଇଛି ମୋର କିଡନୀ ଦିଟା ଖରାପ ହେଇଗଲା। ପ୍ରଭୁ ମତେ ରକ୍ଷା କଲେ। କିନ୍ତୁ ମୁଁ ଯଦି ଶିଥିଳ ହେଇଯିବି, ମୁଁ ଯଦି ବାଇବଲ ପଢାରେ ପ୍ରାର୍ଥନା କରିବାରେ, କାହିଁକି ଆମକୁ ବହୁତ ଦାବି କରିବେ ନା ପ୍ରଭୁ, ଆମକୁ ବହୁତ ଡିମାଣ୍ଡ କରିବେ। ତୁମକୁ ପାଷ୍ଟ କରୁଥିଲୁ, ତୁମକୁ ମିସନାରୀ କରୁଥିଲୁ, ତୁମେ ଏତେ ଆତ୍ମା ଲାଭ କରୁଥିଲ, ମୋ ସହିତ ତୁମେ ଅଛ ବୋଲି ପଚାରିବେ। ମୁଁ ଆଜି ରେଡି କି? ଆଉ ଯୋଉ ଶିଥିଳତା ପଳେଇ ଆସିଛି, ଆଜି ଆମେ ପ୍ରାର୍ଥନା କରିବା। ଆଜି ପ୍ରଭୁ ଆଜି କଥା କହୁଛନ୍ତି, ଆଉ ଏ ପ୍ରାର୍ଥନା ଏ ଯୋଉ ମିଟିଂ କିଛି କାମ କରିବନି। ଯୋଉମାନେ ମନ ଧ୍ୟାନ ଦେଇ, ମୁଁ ସରେଇବାକୁ ଯାଉଛି। ଏ ବିଶାଖାପାଟଣାରେ ଜଣେ ରିକ୍ସା ବାଲା ଏତେ ପ୍ରାର୍ଥନା ପାଇଁ ଆଗ୍ରହ, ସେ କଣ କରିବ? ପ୍ରଭୁ ଯୀଶୁ ତ ପାହାନ୍ତା ସମୟରେ ପ୍ରାର୍ଥନା କରୁଥିଲେ। କାରଣ ମାର୍କ 1:35 ଲେଖା, ପାହାନ୍ତା ସମୟରେ ଫାଷ୍ଟ ପ୍ରଭୁଙ୍କୁ ମୁଁ ଦେବି ବୋଲି ଗେଟ୍ ଦେଇକି ସେ କଣ କରିବ? ଚାବି ପଡିଛି ଚର୍ଚ୍ଚରେ, ଗେଟ୍ ବି ଚାବି, ଗେଟ୍ ଦେଇକି ଯାଇକି ଘଣ୍ଟା ଘଣ୍ଟା ପ୍ରାର୍ଥନା କରିବ, ଛାତିରେ ମାରି, ପ୍ରଭୁ ମୁଁ ପାପୀ, କେତେ ପ୍ରଭୁ ମୁଁ ରିକ୍ସା ଚଲେଇବି, ମୁଁ ଏମିତି ଥିବି, ପ୍ରଭୁ ମୋର ପରିସ୍ଥିତି ତୁମ ବଦଳାଅ। ତୁମେ କହିଛ ଆମ ଗୋଟେ ପ୍ରାର୍ଥନା, ପ୍ରଭୁ ବୋଲି ତାର ଆଗ୍ରହ ଦେଖନ୍ତୁ, ତାର ଆବେଗ ଦେଖନ୍ତୁ, ସେ ଯାଇ ପ୍ରାର୍ଥନା କରିବ। ତାପରେ ପ୍ରାର୍ଥନା ସରିଲା ପରେ କଣ? ତାପରେ ଗେଟ୍ ଦେଇକି ପଳେଇ ଆସିବ, ବାଉଣ୍ଡରୀ ଦେଇକି ପଳେଇ ଆସିବ। ତାପରେ ଆଉ 10ଟା ବେଳେ କଣ କରିବ? ଆଉ ଥରେ ଯିବ, ଆଉ ସମସ୍ତେ ଥିବେ, ପଛଆଡେ ବସିବ, ଅଶିକ୍ଷିତ ଲୋକ ତ, କିନ୍ତୁ ଭୟ ଭକ୍ତିରେ ପାଷ୍ଟ ଆଜ୍ଞା କହିଲା ବେଳେ ଧ୍ୟାନରେ ଶୁଣିବ, ମନ ଧ୍ୟାନରେ ଶୁଣିବ। ତାପରେ ଆଉ ପ୍ରାର୍ଥନା, ଏମିତି 12 ବର୍ଷ କଣ୍ଟିନ୍ୟୁ ନିରନ୍ତର ପ୍ରାର୍ଥନା କର, ସର୍ବଦା ପ୍ରାର୍ଥନା କର, ଜାଗିରେ ପ୍ରାର୍ଥନା କର। এইটা ହିଁ ସେ ଚଲେଇଲା। ଏଇଟା ତାଙ୍କର ଆଗ୍ରହ, ପ୍ରାର୍ଥନାର ଆଗ୍ରହ ଦେଖନ୍ତୁ। କାହିଁ ଆଜି କିଛି ନାହିଁ, ଆଜି ଚର୍ଚ୍ଚ ହେଇଥିବ, କାଲି ନା ଆଗ ପଳେଇ ଯାଇଥିବ। ଏମିତି ପ୍ରାର୍ଥନା 12 ବର୍ଷ ପରେ ପ୍ରଭୁ ତା ଜୀବନରେ ଗୋଟେ ଏମିତି ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ଏମିତି ଅଦ୍ଭୁତ କାମ କଲେ ଯେ ୱାଇଜାକ ପୁରା ଓଲଟ ପାଲଟ ହେଇଗଲା। ଏତେ ଭୟଙ୍କର ଆଶୀର୍ବାଦ ତାକୁ କଲେ ସେ ରିକ୍ସା ବାଲା। ଟିକେ ପଢିବେ କି? ଆଉ ଟିକେ ଦୟାପୂର୍ବକ ପଢିବେ ବାଇବଲ ଯଦି ଅଛି। ଆଉ ଯାତ୍ରା ପୁସ୍ତକ 34:10। ଏବେ ସେ କହିଲେ, ଦେଖ ମୁଁ ଗୋଟିଏ ନିୟମ କରିବି, ସମସ୍ତ ପୃଥିବୀର ଅବା କୌଣସି ଗୋଷ୍ଠୀ ମଧ୍ୟରେ ଯାହା କେବେ କରାଯାଏ ନାହିଁ, ଏପରି ଆଶ୍ଚର୍ଯ୍ୟ କର୍ମ ଆମେ ତୁମର ସମସ୍ତ ଲୋକଙ୍କ ସାକ୍ଷାତରେ କରିବା। ତହିଁରେ ଯେଉଁ ସବୁ ଲୋକଙ୍କ ମଧ୍ୟରେ ତୁମ୍ଭେ ଅଛ, ସେମାନେ ସଦାପ୍ରଭୁଙ୍କର ସେ କର୍ମ ଦେଖିବେ, କାରଣ ଆମେ ତୁମ ନିକଟରେ ଯାହା କରିବା ତାହା ଭୟଙ୍କର ଅଟେ। ସୁବିଧା ଆଜ୍ଞା? ହଁ ହଁ, ମୁଁ କହୁଛି, ଆଉ ଟିକେ ପଢେ ମହେଶଟା ଭଲରେ, ଆଉ ଥରେ ପଢେ। କିଏ ବାଇବଲ ଧରିଛନ୍ତି କି ନାଇଁ କି? ତେବେ ସେ କହିଲେ, ଦେଖ ମୁଁ ଗୋଟିଏ ନିୟମ କରିବି, ସମସ୍ତ ପୃଥିବୀରେ ଅବା କୌଣସି ଗୋଷ୍ଠୀ ମଧ୍ୟରେ ଯାହା କେବେ କରାଯାଏ ନାହିଁ, ଏପରି ଆଶ୍ଚର୍ଯ୍ୟ କର୍ମ ଆମେ ତୁମର ସମସ୍ତ ଲୋକଙ୍କ ସାକ୍ଷାତରେ କରିବା। ତହିଁରେ ଯେଉଁ ସବୁ ଲୋକଙ୍କ ମଧ୍ୟରେ ତୁମ୍ଭେ ଅଛ, ସେମାନେ ସଦାପ୍ରଭୁଙ୍କର ସେଇ କର୍ମ ଦେଖିବେ, କାରଣ ଆମ୍ଭେ ତୁମ ନିକଟରେ ଯାହା କରିବା ତାହା ଭୟଙ୍କର ଅଟେ। ଜୀବନରେ ପ୍ରଭୁ କେବେ ୱାଇଜାଗରେ ହେଇନଥିଲା, କେବେ ୱାରାଲ୍ଡରେ ସେମିତି ହେଇନଥିଲା, କିଏ ବି ତାକୁ ଯାଇ ଦେଖି ପାରୁନଥିଲେ, ବାଉଣ୍ଡରୀ ଡେଇଁକି ପ୍ରାର୍ଥନା କରୁଥିଲେ। ତେଣୁକରି ତା 3ଟା ପିଲାମାନେ ସବୁ କଲେକ୍ଟର ହେଲେ, 3ଟା ଯାକ। ହାଲେଲୁୟା, ହାଲେଲୁୟା କରିବା କି? ହାଲେଲୁୟା, 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 ହାଲେଲୁୟା। 3ଟା। ତେଣୁକରି ତେଲୁଗୁ ଆନ୍ଧ୍ରରେ ପେପରରେ ବାହାରେ ତ, ପେପରରେ ବାହାରେ। ତେଣୁକରି ସେ ଲକ୍ଷ ଲକ୍ଷ ଲୋକ ଆସନ୍ତି ଆନ୍ଧ୍ରରେ ଚର୍ଚ୍ଚ, 20,000 30,000। ହାଇଦ୍ରାବାଦରେ 2 ଲକ୍ଷ, ଆମ ଚର୍ଚ୍ଚରେ 20-30।
ଆମର ବେଶୀ ସୁନ୍ଦର ଟେଷ୍ଟିମୋନି ତ ଆମର ଟେଷ୍ଟିମୋନି ଆଉ କମ୍ପି ଯାଉଛି ଓଡିଶାର ଟେଷ୍ଟିମୋନି। ଦେଖନ୍ତୁ ପ୍ରାର୍ଥନାର ଶକ୍ତି, ତାର ଆବେଗ, ପ୍ରାର୍ଥନାର ସେମିତି ତାକତ ଥିଲା। କେବେ ୱାଇଜାଗରେ କେବେ ହେଇନଥିଲା। କୋଚ ଆଜି ପ୍ରଭୁ ପ୍ରଫେସି କରୁଛି, ଆଜି ଯୋଉମାନେ ବାକ୍ୟ ଶୁଣିଛନ୍ତି ତୁମ ଚର୍ଚ୍ଚରେ କେବେ ନ ଆଶୀର୍ବାଦ ତମେ ପାଇବ। ହାଲେଲୁୟା। ତମ ଗାଁରେ, ତମ ସହରରେ ସେମିତି ପ୍ରଭୁ ଆଶୀର୍ବାଦ କରିବେ। ୟୁନିକ୍ ସେ, ନିଆରା ସେ, ଚମତ୍କାର ଭୟଙ୍କର କାମ ସେ କରନ୍ତି। କେବେ ନ କୋଉ ଗୋଷ୍ଠୀ ନ ହେଇଥିଲା, ତମେ ଯାହା ଲୋକମାନଙ୍କ ସହିତ ଅଛ ସେମାନେ ତୁମର ଆଶୀର୍ବାଦ ଦେଖିବେ। ସେଇ ପ୍ରଭୁ ଆମେ ଭୟଙ୍କର ଈଶ୍ୱରଙ୍କର ସେବା କରୁଛୁ। ସେ ରିକ୍ସା ବାଲାର ପ୍ରାର୍ଥନା ପ୍ରଭୁ ଶୁଣିଲେ, 3ଟା ପିଲା କଲେକ୍ଟର ହେଲେ। ହାଲେଲୁୟା। କଣ ପାଇଁ ବିଜାତି ମାନେ ଚର୍ଚ୍ଚ ଯିବେନି? ରହିବେ ତାପରେ କିଏ? କିନ୍ତୁ ଆମ ଚର୍ଚ୍ଚ ଡ୍ରାଏ। ପ୍ରାର୍ଥନା କରିବା କି ପ୍ରଭୁ ଜଣଙ୍କ କଥା କହିଲ ଯୀଶୁ ରାଜା, ପୁରା ଶିଥିଳତା ପଳା ଆସିଛି। ଆଉ ସେଠି ଆମେ ବାଇବଲ ପଢି ପାରୁନୁ। ଆଗେ ଲୋକମାନେ ଘଣ୍ଟା ଘଣ୍ଟା ବାଇବଲ ପଢୁଥିଲେ ପ୍ରଭୁ, ଆମ ପୂର୍ବପୁରୁଷ ମାନେ। ଆମର ହରିଣୀ ଯେମିତି ସେମିତି ପ୍ରଭୁ ଧାଇଁ ଧାଇଁ ଚର୍ଚ୍ଚ ଯାଉଥିଲେ, ସେମିତି ଗୌରବ କରୁଥିଲେ, ମହିମା କରୁଥିଲେ। କିନ୍ତୁ ଆଜି ଶିଥିଳ ଅବସ୍ଥା ପଳା ଆସିଛି। ପ୍ରଭୁ ତୁମେ ଦୟାକର, ଦୟାକର ରିଭାଇଭଲ ପଠାଅ, ଉଦ୍ଦୀପନା ପଠାଅ। ଆମେ କ୍ଷୁଧା ତୃଷା ହେବୁ ରାଜା, ଆମର କ୍ଷୁଧା ତୁମେ ବଢାଇ ଦେବ ବୋଲି ଆମେ ପ୍ରାର୍ଥନା କରୁଛୁ। କାରଣ ଧାର୍ମିକତା ଆମେ କ୍ଷୁଧିତ ତୃଷିତ ଲୋକମାନେ ସେମାନେ ପରିତୃପ୍ତ ହେବେ। ଯୀଶୁ ବାପା ତୁମେ ଦୟାକର। ଆଜି ଯେତେ ଲୋକମାନେ ପ୍ରଭୁ ବାକ୍ୟ ଶୁଣିଛନ୍ତି ସମସ୍ତଙ୍କ ଜୀବନରେ ତୁମେ କାର୍ଯ୍ୟ କର ପ୍ରଭୁ, ଆଶ୍ଚର୍ଯ୍ୟ କାର୍ଯ୍ୟ କର, ଭୟଙ୍କର ସବୁ କାର୍ଯ୍ୟ କର ପ୍ରଭୁ। ଆମ ଓଡିଶାରେ ତୁମେ ମହାନ କାର୍ଯ୍ୟ କର, ସବୁ ପରିବାର ତୁମେ ମହାନ କାର୍ଯ୍ୟ କର। ଧନ୍ୟବାଦ ଯୀଶୁଙ୍କ ନାମ ମାଗିଲୁ, ଆମିନ ଆମିନ। ଓକେ, ପ୍ରେଜ ଦ ଲର୍ଡ। ସମୟରେ ବହୁତ ଭଲ ଶିକ୍ଷା ଦେଇଛନ୍ତି ଆମ ପାଇଁ, ଯାହା ଆବଶ୍ୟକ ଥିଲା। ଆଉ ଆକ୍ଚୁଆଲି ଆମେ ସମସ୍ତେ ଶିକ୍ଷା ପଡି ଯାଇଛୁ, ଆମର ସେହି ଆବେଗ ନାହିଁ। ଆଉ ତାପରେ ପ୍ରସ୍ଥାନ ସଂଖ୍ୟା ବି କମି ଆସୁଛି।